ଏହି କେତୋଟି ଉପାୟ ଯଦି ଆପଣମାନେ କରିବେ, ଯାହା ବି ଆପଣଙ୍କର ସମସ୍ୟା ଅଛି ଜୀବନରେ ସେଥିରୁ ନିଶ୍ଚିନ୍ତ ଭାବରେ ଆପଣମାନେ ମୁକ୍ତି ପାଇଯିବେ। ଆପଣଙ୍କର କାର୍ଯ୍ୟରେ ବାଧକତା ହେଉ କିମ୍ବା ରିଲେସନସିପ୍ରେ ଆପଣ ଯଦି ଭୋଗ କରୁଛନ୍ତି, କୌଣସି ପ୍ରକାର ସମସ୍ୟା ଭୋଗ କରୁଛନ୍ତି, ଆପଣଙ୍କର ଲଭ୍ ଲାଇଫ୍ ହେଉ କିମ୍ବା ବୈବାହିକ ଜୀବନ ହେଉ କିମ୍ବା ଆପଣ ଚାକିରି ପାଇବା ପାଇଁ ଚାହୁଁଥାନ୍ତି, ଯାହା ବି ଆପଣଙ୍କର ମନୋକାମନା ଅଛି ତାକୁ ଏହିସବୁ ଉପାୟ ମାଧ୍ୟମରେ ଆପଣମାନେ ତାହା ପ୍ରାପ୍ତ କରିପାରିବେ। ଖାଲି ଏସବୁ ଉପାୟ ଗୁଡ଼ିକୁ ଆପଣମାନେ କରନ୍ତୁ। କ'ଣ ସେହି ଉପାୟ ଗୁଡ଼ିକ ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଦେଖିଲେ ଜାଣିପାରିବେ। ନମସ୍କାର, ମୁଁ ମନୋଜ ଦାସ, ସ୍ୱାଗତ ଆପଣମାନଙ୍କୁ ଆଜିକାର ଏହି ଭିଡ଼ିଓରେ। ପ୍ରଥମ ଉପାୟ ହେଉଛି କ'ଣ ନା, କୌଣସି ନବମୀ ତିଥିରେ, ତିଥି ହେଇଥିବ ନବମୀ, ଯେମିତିକି ରାମ ନବମୀରେ ବି ଆପଣମାନେ କରିପାରିବେ। କୌଣସି ନବମୀ ତିଥିରେ ଆପଣମାନେ କ'ଣ କରିବେ ନା, ଏକ ଅଁଳା ଗଛ ଯେଉଁ ଆମର ଅଛି, ଅଁଳା ଗଛ ମୂଳରେ ଗାଧେଇ ପାଧେଇକି ଆପଣମାନେ ଠାକୁର ପୂଜା କରିକି ସକାଳ ସମୟରେ ଏଟା କରିବେ। ଅଁଳା ଗଛ ମୂଳରେ ଘିଅର ଦୀପଟିଏ ଲଗେଇବେ ଏବଂ ରକ୍ଷାସୂତ୍ର, ଆମେ ଯେଉଁଟା ବାନ୍ଧନ୍ତି, କଲାବାଇ ଯେଉଁ ବାନ୍ଧନ୍ତି ହାତରେ ରକ୍ଷାସୂତ୍ର, ତାକୁ କ'ଣ କରିବେ ନା, ସେ ଯେଉଁ ଗଛରେ 5 ଥର, 5 ନହେଲେ 7 ଥର ଗୁଡ଼େଇ ଦେବେ। ଗୁଡ଼େଇ ଦେବା ପରେ ଆପଣ ନିଜେ ମଧ୍ୟ ସେଇ ଯେଉଁ ଗଛରେ ବାନ୍ଧିବା ପରେ ବଳକାକୁ ଆପଣ ନିଜ ହାତରେ ବାନ୍ଧି ଦିଅନ୍ତୁ ଏବଂ 5ରୁ 7 ଥର ପରିକ୍ରମା, ସେଇ ଗଛର, ଅଁଳା ଗଛର ପରିକ୍ରମା ଆପଣମାନେ କରନ୍ତୁ। ମନେ ରଖନ୍ତୁ, ପରିକ୍ରମା କରିବା ସମୟରେ ଆପଣଙ୍କ ମନ ଭିତରେ ଯାହା ଆପଣଙ୍କର ମନୋକାମନା ଅଛି, ଯାହା ଆପଣ ପାଇବାକୁ ଚାହୁଁଛନ୍ତି, ସେଇଆ ଚିନ୍ତନ କରିକି, ସେଇଆ ଚିନ୍ତା କରି ଆପଣ ପରିକ୍ରମା କରିବେ। ଦେଖିବେ, ଯାହା ଆମର ଶାସ୍ତ୍ର ଅନୁସାରେ, ସ୍କନ୍ଧ ପୁରାଣ ଅନୁସାରେ ଏ ଉପାୟଟି, ଆଉ ଯଦି କରିବେ ତାହେଲେ ନିଶ୍ଚିନ୍ତ ଭାବରେ ଆପଣଙ୍କର ମନୋକାମନା ପୂରଣ ହେବ। ତେବେ এই ଉପାୟଟି କରିବା ପରେ କ'ଣ କରିବେ ନା, ନବମୀ ପରଦିନ ହେଉଛି ଆଜ୍ଞା ଦଶମୀ ତିଥି। ଦଶମୀ ତିଥି ଦିନ କ'ଣ କରିବେ ନା, ତା ପରଦିନ, ଉପାୟ କରିବାର ପରଦିନ କ'ଣ କରିବେ ନା, ଆପଣ ତ ଗଛରେ ରକ୍ଷାସୂତ୍ର ବାନ୍ଧିଛନ୍ତି 5 ଥର କିମ୍ବା 7 ଥର, ଗଛରେ ବାନ୍ଧିଲେ ବି ଚଳିବ, ନହେଲେ କୌଣସି ତାର ଡାଳରେ ବି ବାନ୍ଧିଲେ ଚଳିବ। ବାନ୍ଧିଥିବେ, ନିଜର ମନୋକାମନା କହିକି ବାନ୍ଧିବେ। ତେଣୁ ପୁଣି କ'ଣ କରିବେ ନା, ଦଶମୀ ତିଥି ଦିନ, ତା ପରଦିନ ପୁଣି ଘିଅର ଦୀପଟିଏ ଜଳେଇବେ ମନୋକାମନା ଜଣେଇକି ଏବଂ ପୁଣି ପ୍ରଦକ୍ଷିଣ କରିବେ। ପୁଣି ମନୋକାମନା କହିକି ପ୍ରଦକ୍ଷିଣ କରିବେ ଏବଂ ଯେଉଁ ରକ୍ଷାସୂତ୍ରଟି ଆପଣ ବାନ୍ଧିଛନ୍ତି, ଡାଳରେ ବାନ୍ଧିଛନ୍ତି କିମ୍ବା ଗଛରେ ବାନ୍ଧିଛନ୍ତି, ତାକୁ ଖୋଲି ଆଣିବେ। ଖୋଲି ଆଣିକି ଆପଣଙ୍କ ହାତରେ ତାକୁ ଧାରଣ କରିବେ, ବାନ୍ଧିବେ। କାହା ଦ୍ୱାରା ବାନ୍ଧିବେ? ଗୁରୁଜନ, କୌଣସି ବ୍ରାହ୍ମଣ, କୌଣସି ମନ୍ଦିରର ପୂଜକ, ଏମାନଙ୍କ ଦ୍ୱାରା ଆପଣମାନେ ଏହାକୁ ବାନ୍ଧି ପାରିବେ। ବାନ୍ଧି ସାରିବା ପରେ ଆପଣ କୌଣସି ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଯାଉଛନ୍ତି, ଏକୁ ପିନ୍ଧିକି ଧାରଣ କରିକି ଯାଆନ୍ତୁ, ନିଶ୍ଚିନ୍ତ ସଫଳ ହେବେ। କୌଣସି ପ୍ରକାରର ଆପଣଙ୍କର ବାଧକତା ଭୋଗୁଛନ୍ତି, ଏ ରକ୍ଷାସୂତ୍ରକୁ ବାନ୍ଧିବା ପରେ ଦେଖିବେ ଆପଣ ଆଉ ସେଇ ଯେଉଁ ବାଧକତା ଭୋଗିବେନି ବା ଅସଫଳତା ଆଉ ଭୋଗିବେ ନାହିଁ। ସଠିକ୍ ବିଧିରେ ଏହାର ପାଳନ କରିବେ। ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କର ସନ୍ତାନ ଭଲ ପାଠ ପଢ଼ୁ, ଆପଣଙ୍କର ପିଲା, କିମ୍ବା ଆପଣ କୌଣସି ପରୀକ୍ଷାରେ କୃତିତ୍ୱ ହାସଲ କରିବା ପାଇଁ ଚାହୁଁଛନ୍ତି, ପିଲା ହେଉ ଯିଏ ହେଉ, ଛୋଟ ହେଉ ବଡ଼ ହେଉ ଯିଏ ହେଉ, ତାହେଲେ କ'ଣ କରିବେ, ନବମୀ ତିଥି ହେଇଥିବ, ଆପଣ ଶିବ ମନ୍ଦିର ଯିବେ। ଯାଇକି କିଛି ମୁଗ, ଗୋଟା ମୁଗ, ତା ସହିତ ଗୁଡ଼ ମହାଦେବଙ୍କୁ ଅର୍ପଣ କରିବେ। ନିଶ୍ଚିତ ଭାବରେ ବିଦ୍ୟାର ସଫଳତା ଆପଣଙ୍କୁ ମିଳିବ। ଗୁଡ଼ ଅର୍ପଣ କରିବା ଦ୍ୱାରା ବିଦ୍ୟାରେ ତ ସଫଳତା ମିଳିବ, ତା ସହିତ ଯଦି ଆପଣଙ୍କ ଜୀବନରେ ଆପଣ ସବୁବେଳେ କଳି ଝଗଡ଼ା ଭୋଗୁଛନ୍ତି, ଆପଣଙ୍କ ପରିବାର ଭିତରେ କଳି ଝଗଡ଼ା ହେଉଥିବ, ମନମାଳିନ୍ୟ ହେଉଥିବ, ଆପଣଙ୍କ ସମ୍ପର୍କରେ କାହା ସହିତ ସମ୍ପର୍କରେ ଆପଣ ତିକ୍ତତା ଭୋଗୁଛନ୍ତି, ଆପଣଙ୍କର ଫ୍ୟାମିଲି ସହିତ ହେଉ କିମ୍ବା ଆପଣଙ୍କର ବନ୍ଧୁ ପରିଜନମାନଙ୍କ ସହିତ ହେଉ, ଏଇ ମନୋକାମନା ନେଇ କରିବେ ଯେ ତା ସହିତ ମୋର ସମ୍ପର୍କ ପୁଣି ଠିକ୍ ହେଇଯାଉ, ମଧୁରତା ହେଉ, ଆପଣ ଗୁଡ଼ ଅର୍ପଣ କରନ୍ତୁ ମହାଦେବଙ୍କୁ। ଏବଂ ମହୁ ବି ଯଦି ଆପଣ ଅର୍ପଣ କରିବେ ତାହେଲେ ମଧ୍ୟ ସମ୍ପର୍କରେ ମଧୁରତା ଆସିଥାଏ। ଗୁଡ଼, ମହୁ ନବମୀ ତିଥି ଦିନ ଆପଣମାନେ ଅର୍ପଣ କରିବେ। ସେହିପରି ଚିନି ମଧ୍ୟ ଆପଣମାନେ ଅର୍ପଣ କରିପାରିବେ, କିନ୍ତୁ ବଢ଼ିଆ ହେବ ଗୁଡ଼ ନହେଲେ ମହୁ ଆପଣମାନେ ଅର୍ପଣ କରନ୍ତୁ।
ଆପଣଙ୍କର ସମ୍ପର୍କରେ ଖାସ କରିକି ମଧୁରତା ଆପଣମାନେ ପାଇବେ। ସେହିପରି ଆପଣମାନେ ଯଦି ଶତ୍ରୁ ଭୟ ଭୋଗୁଛନ୍ତି ତାହେଲେ କିମ୍ବା ଧନର ସମସ୍ୟା ଭୋଗୁଛନ୍ତି ତାହେଲେ এই ଉପାୟଟି ଆପଣମାନେ କରନ୍ତୁ। କ'ଣ କରିବେ? ନବମୀ ତିଥି ଦିନ ଆପଣ ଶିବ ମନ୍ଦିର ଯିବେ, ସେଠି ଯାଇ କ'ଣ କରିବେ ନା 3ଟି ଦୀପ ନେବେ। ସୋରିଷ ତେଲରେ 3ଟି ଯାକ ଦୀପ ଆପଣଙ୍କୁ ଜଳେଇବାର ଅଛି। ଗୋଟିଏ ଜଳେଇବେ ମହାଦେବଙ୍କ ସମ୍ମୁଖରେ ଜଳେଇବେ, ସୋରିଷ ତେଲ ଦେଇକି ସଳିତା ଦେଇକି ଆପଣମାନେ ଜଳେଇବେ। ଦ୍ୱିତୀୟ ଦୀପଟି ଜଳେଇବେ ବୃଷଭଙ୍କ ପାଖରେ, ନହେଲେ ମନ୍ଦିର ପଶୁ ମନ୍ଦିରର ଦ୍ୱାର ମୁହଁରେ, ମୁଖ୍ୟ ଦ୍ୱାର ସମ୍ମୁଖରେ ଯେଉଁଠି ସିଂହ ଆମର ଥାଏ, ସିଂହ ଦ୍ୱାର, ସିଂହଙ୍କ ପାଖରେ ଆପଣ ସେଠି ଜଳେଇ ପାରିବେ, ନହେଲେ ବୃଷଭଙ୍କ ପାଖରେ ବି ଦେଇପାରିବେ। ଆଉ ଗୋଟିଏ ଜଳେଇବେ କୋଉଠି? ବେଲ ଗଛ ମୂଳେ। ଶିବ ମନ୍ଦିର ତ ନିହାତି ଭାବରେ ବେଲ ଗଛ ଥିବ, ବେଲ ଗଛ ମୂଳରେ ଜଳେଇବେ। ଏ ମନୋକାମନା କରିକି କି ମୋର ଶତ୍ରୁ ଭୟ ଅଧିକ ଅଛି ପ୍ରଭୁ, ମୋତେ ଶତ୍ରୁମାନେ ବହୁତ ହଇରାଣ କରୁଛନ୍ତି, ମୁଁ ଭାରି ଅସୁବିଧା ଭୋଗୁଛି, ଆପଣଙ୍କ ନିକଟକୁ ଆସିଲି, ଆପଣଙ୍କ ଶରଣ ପଶିଲି, ଯାହା ବି ମୋର ଏସବୁ ସମସ୍ୟା ଅଛି ସେଥିରୁ ମୋତେ ମୁକ୍ତ କରିଦିଅନ୍ତୁ। ଦେଖିବେ ନିଶ୍ଚିନ୍ତ ଭାବରେ ମହାଦେବଙ୍କ କୃପାରୁ ଆପଣ ନିଶ୍ଚିନ୍ତ ଭାବରେ ଆପଣଙ୍କର ମଙ୍ଗଳ ହେବ। ସେହିପରି ରାମ ନବମୀ ଦିନ, ଖାସ କରିକି ଏଇଟା ତ ନବମୀ ତିଥିରେ ଆପଣମାନେ କରିପାରିବେ, ଯେକୌଣସି ନବମୀ ତିଥିରେ, କିନ୍ତୁ ଖାସ କରିକି ରାମ ନବମୀ ଦିନ ୟାକୁ ଯଦି ଆପଣମାନେ କରନ୍ତି ଏବଂ ତା ସହିତ ରାମ ମନ୍ଦିର ଯାଇକି ଘିଅର ଦୀପଟିଏ ଶତ୍ରୁ ଭୟ ଅଛି ବୋଲି ଜଣାନ୍ତି, ରାଶି ତେଲର ଦୀପଟିଏ ହନୁମାନଙ୍କ ଉଦ୍ଦେଶ୍ୟରେ ଜଳାନ୍ତି, ସେଥିରେ ଗୋଟିଏ ଲବଙ୍ଗ ଅର୍ପଣ କରିକି ଦୀପଟିଏ ଜଳାନ୍ତି, ଆଉ ଜଣେଇବେ ଯେ ମୋର ଏମିତି ବହୁତ ଶତ୍ରୁ ଭୟ ଅଛି। ରାମଚନ୍ଦ୍ରଙ୍କୁ ତ କହିବେ, କିନ୍ତୁ ନିହାତି ଭାବରେ ତାଙ୍କ ସେବକ ହନୁମାନଙ୍କୁ କହିବେ। ତାଙ୍କୁ କହିଲେ ସେ ଆପଣଙ୍କର ସବୁ ଶତ୍ରୁମାନଙ୍କର ସଂହାର କରିଦେବେ। ତେଣୁ এই ଉପାୟଟି ବି ଆପଣମାନେ କରନ୍ତୁ। ସେହିପରି এই ରାମ ନବମୀ ଦିନ, ଏ ନବମୀ ତିଥି ହେଇଥିବ, ଖାସ କରି ଯେଉଁ ରାମ ନବମୀ ଦିନ ଯଦି ରାମ ଦରବାରର ଫଟୋଟିଏ ଆପଣମାନେ ଘରକୁ ନେଇକି ଆସନ୍ତି ଆଉ ସେଇଦିନ ଠାରୁ ଆପଣ ପୂଜା କରନ୍ତି, ତାହେଲେ ଆପଣଙ୍କ ଘରେ ଶାନ୍ତି, ସୁଖ, ଶାନ୍ତିର ବାସ ହେବ ଏବଂ ଏକତା ବୃଦ୍ଧି ପାଇବ। ତେଣୁ ଏ କାମଟି କରିବେ। ଏପରି ଏ ରାମ ନବମୀ ଦିନ କ'ଣ କରିବେ ନା ଗୋଟେ ଉପାୟ ଅଛି, ଆପଣମାନେ କରନ୍ତୁ। ମୁଖ୍ୟ ଦ୍ୱାରରେ ଆପଣମାନେ କଳସ ବସୁଛନ୍ତି, ସେହିପରି ଗୋଟେ ଛୋଟିଆ ଢାଳରେ ଜଳ ଅର୍ପଣ କଲେ ସେଥିରେ କିଛି ହଳଦୀ ମିଶାଇ ଦେବେ। ମିଶାଇକି ଫୁଲ ସାହାଯ୍ୟରେ ଆପଣଙ୍କର ଘରର ମୁଖ୍ୟ ଦ୍ୱାରରେ ଖାସ କରିକି ସେ ସବୁତକ ପାଣିକୁ ଛିଞ୍ଚନ କରିଦିଅନ୍ତୁ। ଦେଖିବେ ଆପଣଙ୍କର ସମସ୍ତ ଘରର ନକାରାତ୍ମକତାର ନାଶ ହୋଇଯିବ। ଆଉ ଗୋଟେ ଉପାୟ ଆପଣମାନେ କ'ଣ କରିବେ, ଯେଉଁ ରାମ ନବମୀ ଦିନ ଗୋଟେ ପ୍ଲେନ୍ ପେପର ନେବେ, ହଳଦୀରେ ରାମ ନାମ ଲେଖିବେ, ଯେତେ ଥର ଲେଖିପାରିବେ। ଲେଖିକି ତାକୁ ଆପଣଙ୍କର ଘରର ମନ୍ଦିରରେ ଖାସ କରି 108 ଥର ଲେଖନ୍ତୁ। 108 ଥର ଲେଖିକି ଆପଣଙ୍କର ଘର ଯେଉଁ ମନ୍ଦିର ଅଛି ସେ ମନ୍ଦିରରେ ଠାକୁରଙ୍କ ପାଖରେ ତାକୁ ରଖନ୍ତୁ। 21 ଥର 108 ଲେଖାଏଁ ଜପ ଆପଣମାନେ କରିବେ, ମାନେ 108 ସଂଖ୍ୟା 21 ଥର ଆପଣମାନେ ଜପ କରିବେ। ଜପ କରିବା ପରେ ସେ କାଗଜକୁ କୌଣସି ନଦୀରେ ଭସେଇ ଦେବେ ଏବଂ ଭସେଇବା ସମୟରେ ଯାହା ମନୋକାମନା ଅଛି, ଯାହା ପାଇବାକୁ ଚାହୁଁଛନ୍ତି ଜଣେଇବେ, ଭସେଇ ଦେବେ। ନିଶ୍ଚିନ୍ତ ଭାବରେ ଆପଣଙ୍କର ଯାହା ବି ସମସ୍ୟା ଅଛି ସେଥିରୁ ଆପଣ ମୁକ୍ତ ହୋଇଯିବେ। ଏଥିଲା କେତୋଟି ଉପାୟ ଯଦି ଆପଣମାନେ କରନ୍ତି, ନିଶ୍ଚିନ୍ତ ଭାବରେ ଆପଣଙ୍କର ଜୀବନ ସୁଖମୟ ହେବ। ଭିଡ଼ିଓ ଭଲ ଲାଗୁଥିଲେ ଲାଇକ୍ କରିବେ, ସେୟାର କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ରହିଲି। ଜୟ ଜଗନ୍ନାଥ, ଜୟ ଶିବ।